ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି ବହୁ ଚର୍ଚ୍ଚିତ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ। ଏହି ପର୍ଯ୍ୟାୟରେ ମୋଟ 152ଟି ଆସନରେ ହେଉଛି ମତଦାନ। ଶାସକ ଦଳ ଟିଏମସି ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ଉନ୍ନୟନ ଓ ଜନକଲ୍ୟାଣ ଯୋଜନାକୁ ଆଗକୁ ରଖି ଭୋଟ ମାଗୁଛନ୍ତି। ଅନ୍ୟପଟେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଜୋରଦାର ପ୍ରଚାର କରି ରାଜ୍ୟରେ ପରିବର୍ତ୍ତନର ନାରା ଦେଉଛନ୍ତି। ସେପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବାମ ମୋର୍ଚ୍ଚାର ପ୍ରମୁଖ ନେତା ସୀତାରାମ ୟେଚୁରୀ ମଧ୍ୟ ଏହି ନିର୍ବାଚନରେ ମିଳିତ ଭାବରେ ମଞ୍ଚରେ ନାମିଛନ୍ତି। ନିର୍ବାଚନ କମିଶନ ପକ୍ଷରୁ ସମସ୍ତ ପୋଲିଂ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେନ୍ଦ୍ରୀୟ ବାହିନୀ ମୋତାୟନ ସହିତ ସିସିଟିଭି ନିରୀକ୍ଷଣ ହେଉଛି, ଯାହା ଭୋଟିଂ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିର୍ବିଘ୍ନ କରିବ। ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିଛି ଏବଂ ଭୋଟରମାନଙ୍କ ମଧ୍ୟରେ ଭାରି ଉତ୍ସାହ ଦେଖାଦେଇଛି। ପ୍ରଥମ ପର୍ଯ୍ୟାୟରେ ଏହି ମତଦାନ ଟିଏମସି ବିଜେପି ସହ କଂଗ୍ରେସ ବାମମୋର୍ଚ୍ଚା ପାଇଁ ଏକ ବଡ଼ ଅଗ୍ନି ପରୀକ୍ଷା ହେବ ବୋଲି କୁହାଯାଉଛି। ଫଳାଫଳ କାହା ପକ୍ଷରେ ଯିବ ସେଥିପାଇଁ ସମସ୍ତଙ୍କ ନଜର ରହିଛି। ବ୍ୟୁରୋ ରିପୋର୍ଟ, ଆଲୋକିତ ଓଡ଼ିଶା।